ମହାରାଷ୍ଟ୍ର ବିଧାନସଭାରେ ମହାଗଫଲତି, ମହା ଦୁର୍ନୀତି କରି ନିର୍ବାଚନ ଜିଣିଛି ଗେରୁଆ ପାର୍ଟି। ଜାଲି ଭୋଟର ଆଣି ବଢ଼ାଇଛି ଭୋଟ ପରସେଣ୍ଟେଜ। ନିର୍ବାଚନ କମିଶନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନିର୍ବାଚନୀ ସ୍କାମ କରିଛି ଭାଜପା। ନା ଜାଣିଶୁଣି ଦାନ୍ତହୀନ ବାଘ ସାଜିଛି ନିର୍ବାଚନ କମିଶନ। ସତ ସାମ୍ନାକୁ ଆସିବା ପରେ ନିର୍ବାଚନ ପରିଚାଳନା ଉପରେ ଉଠିଲାଣି ସାଂଘାତିକ ଅଭିଯୋଗ। ରାହୁଲଙ୍କ ପ୍ରେସମିଟ୍ ପରେ ଖୋଲିଲା ତାନାଶାହୀ ସରକାରର ଗୁମର। ମହାରାଷ୍ଟ୍ର ନିର୍ବାଚନ ପରିଚାଳନାକୁ ନେଇ ସାଂସଦ ରାହୁଲ ଗାନ୍ଧୀ ଗତକାଲି ଏକ ପ୍ରେସମିଟ୍ କରିଥିଲେ। ଏହି ପ୍ରେସମିଟ୍ ପରେ ରାଜନୈତିକ ମହଲରେ ତୁମ୍ବି ତୋଫାନ ଦେଖିବାକୁ ମିଳୁଛି। ଯଦି ଆମେ ମହାରାଷ୍ଟ୍ର ପଲିଟିକାଲ ଷ୍ଟାଟିଷ୍ଟିକ୍ସକୁ ଦେଖିବା, ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟରେ ନୂଆ 32 ଲକ୍ଷ ଭୋଟରଙ୍କ ନାଁ ଯୋଡ଼ାଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, 5 ବର୍ଷ ଧରି ଲିଷ୍ଟରେ ନାମ ଯୋଡ଼ା ହେଉନଥିଲା କାହିଁକି? ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏହି 32 ଲକ୍ଷ ନୂଆ ଭୋଟରଙ୍କ ନାଁ ଚଢ଼ାଇଲେ କି ସରକାର? ଦ୍ୱିତୀୟ କଥା, ଏହି 32 ଲକ୍ଷ ନୂଆ ଭୋଟରଙ୍କ ବିଷୟରେ ସଠିକ ତଥ୍ୟ ଦେଉନାହାନ୍ତି ଭାଜପା ସରକାର। ବାରମ୍ବାର ସଂସଦରେ ଏ ନୂଆ ଭୋଟରଙ୍କ ତଥ୍ୟ ବିରୋଧୀ ଦଳ ମାଗୁଥିଲେ ସୁଦ୍ଧା ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଏହି ଲିଷ୍ଟ ସେମାନଙ୍କୁ ଦେଉନାହିଁ। ତେବେ ଏଠୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏହି 32 ଲକ୍ଷ ଜାଲ ଭୋଟରକୁ ଜାଣି ଶୁଣି 2024 ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରର ଭୋଟର ଲିଷ୍ଟରେ ସାମିଲ କରାଯାଇଥିଲା, ଯାହାଫଳରେ ବିଜେପିର ଭୋଟ ପରସେଣ୍ଟେଜ ବଢ଼ିବ ଏବଂ ଭାଜପା ସରକାର ଗଠନ କରିବ। ଯଦି ଆପଣ ଲୋକସଭା 2024 ନିର୍ବାଚନରେ ମହାରାଷ୍ଟ୍ରରେ ଦେଖିବେ, କଂଗ୍ରେସର ଲୋକସଂଖ୍ୟା ଭୋଟ ପାଖାପାଖି ହାରାହାରି 1,36,000 ଥିଲା ଏବଂ ପରବର୍ତ୍ତୀ ସମୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ହାରାହାରି ଭୋଟ ଥିଲା 1,34,000। ମାନେ ଦୁଇ ନିର୍ବାଚନରେ କଂଗ୍ରେସର ହାରାହାରି ଭୋଟ ପାଖାପାଖି ସମାନ। ତେବେ ଏଥିରୁ ବଡ଼ ସନ୍ଦେହ ଉପୁଜୁଛି, ଲୋକସଭା ନିର୍ବାଚନ ପରେ ଯେଉଁ 32 ଲକ୍ଷ ନୂଆ ଭୋଟରଙ୍କ ନାଁ ତାଲିକାରେ ଯୋଡ଼ା ହୋଇଥିଲା, ସେସବୁ ଭୋଟ ବିଜେପିର ଖାତାକୁ ହିଁ ଯାଇଛି। ତେଣୁ ଏହି ଷ୍ଟାଟିଷ୍ଟିକ୍ସରୁ ଯେ କେହି ବି କହିଦେବ ଯେ ଲୋକସଭା ନିର୍ବାଚନ ପରେ କଂଗ୍ରେସର ବଢ଼ୁଥିବା ଭୋଟ ପରସେଣ୍ଟେଜକୁ ଦେଖି ଭୟଭୀତ ହୋଇଯାଇଥିଲା ଭାଜପା ଏବଂ କଂଗ୍ରେସକୁ ମାତ୍ ଦେବା ପାଇଁ ଜାଣି ଶୁଣି 32 ଲକ୍ଷ ଫର୍ଜି ଭୋଟରଙ୍କୁ ଲିଷ୍ଟରେ ଆଡ୍ କରାଯାଇଥିଲା, ଯେମିତିକି ସେହି 32 ଲକ୍ଷ ଭୋଟ ଭାଜପାର ଖାତାକୁ ଯିବ ଏବଂ ଭାଜପା ମହାରାଷ୍ଟ୍ରରେ ସରକାର ଗଠନ କରିବ। ଆଉ ସେୟା ହିଁ ହେଲା, ପ୍ଲାନ ମୁତାବକ ଭାଜପା ମହାରାଷ୍ଟ୍ରରେ ସରକାର ବି ଗଠନ କଲା। ଆଉ ଏକ ତଥ୍ୟ ଆମେ ଆପଣମାନଙ୍କ ସାମ୍ନାରେ ରଖୁଛୁ। ସରକାରୀ ଦସ୍ତାବିଜ ମୁତାବିକ ମହାରାଷ୍ଟ୍ରର ଲୋକସଂଖ୍ୟା 9,54,00,000 ଏବଂ ଇଲେକ୍ସନ କମିଶନର ଡାଟା ମୁତାବିକ ମହାରାଷ୍ଟ୍ରର ଭୋଟରଙ୍କ ସଂଖ୍ୟା ମହାରାଷ୍ଟ୍ରର ମୋଟ ଜନସାଧାରଣଙ୍କ ଠାରୁ ଢେର ଅଧିକ। ତେବେ ଆପଣମାନେ ଚିନ୍ତା କରନ୍ତୁ ଯେ ଗୋଟିଏ ରାଜ୍ୟର ମୋଟ ଜନସାଧାରଣଙ୍କ ଠାରୁ ସେହି ରାଜ୍ୟର ଭୋଟରଙ୍କ ସଂଖ୍ୟା କିଭଳି ଅଧିକ ହୋଇପାରିବ। ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ନିର୍ବାଚନ ପରିଚାଳନାରେ ମହା ଘୋଟାଲା କରି ନିର୍ବାଚନୀ ବୈତରଣୀ ପାର କରିଛି ଭାଜପା ଏବଂ ନୀରବ ଦ୍ରଷ୍ଟା ସାଜିଛି ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ। ବୋଧେ ସେଇଥିପାଇଁ ସତ ଧରା ପଡ଼ିଯିବା ଭୟରେ ମହାରାଷ୍ଟ୍ର ଭୋଟର ଲିଷ୍ଟର ବାସ୍ତବିକ ତଥ୍ୟ ସାର୍ବଜନୀନ କରୁନି ଇସିଆଇ। କେବଳ ମହାରାଷ୍ଟ୍ର ନୁହେଁ, ନିକଟ ଅତୀତରେ ବିଭିନ୍ନ ରାଜ୍ୟ ଅକ୍ତିଆର କରୁଥିବା ଭାଜପା ମହାରାଷ୍ଟ୍ର ଢଙ୍ଗରେ ରାଜ୍ୟଗୁଡ଼ିକର ନିର୍ବାଚନ ଜିଣିଥିବା ଅଭିଯୋଗ ହେଉଛି। ଆଜିର ଦିଲ୍ଲୀ ନିର୍ବାଚନ ଫଳାଫଳକୁ ନେଇ ଆପ୍ ମଧ୍ୟ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛି। ନିର୍ବାଚନ ଜିଣିବା ପାଇଁ ଭାଜପା ଇଭିଏମ୍ ଟ୍ୟାମ୍ପରିଂ ସହ ଜାଲ ଭୋଟରର ସହାୟତା ନେଉଛି ବୋଲି ଅଭିଯୋଗ କରିଛି ଦଳ। ଆ ବ୍ୟତୀତ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ସମାନ ଅଭିଯୋଗ ଆଣିଲେଣି। ଯଦି ବାସ୍ତବରେ ଏସବୁ ସତ, ତାହେଲେ ଦେଶର ଗଣତନ୍ତ୍ର ଏବଂ ସମ୍ବିଧାନ ଉଭୟ ବିପଦରେ ବୋଲି ବିବେଚନା କରିବା ପାଇଁ ପଡ଼ିବ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।